ବାରିପଦାରେ ରାମନବମୀ ପାଇଁ ରାମଙ୍କ ମନ୍ଦିରରେ ପ୍ରବଳ ଜନସମାଗମ। ସୁରକ୍ଷା ନେଇ ବ୍ୟାପକ ବ୍ୟବସ୍ଥା। ଆଜି ହେଉଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଜୟନ୍ତୀ ବା ରାମନବମୀ। ଏନେଇ ସାରା ଦେଶ ଆଜି ଉତ୍ସବ ମୁଖରିତ ହୋଇଉଠିଛି। ତେବେ ଏହି ପରିପ୍ରେକ୍ଷୀରେ ବାରିପଦାସ୍ଥିତ ଭୁଗୁଡାକଟା ଓ ପଡାଅସ୍ତିଆଠାରେ ଥିବା ରାମ ମନ୍ଦିରରେ ଆଜି ସକାଳୁ ଦିନ ପ୍ରାୟ 12 ଘଟିକା ଯାଏଁ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଛି। ଏଥିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାର ସୂଚନା ମିଳିଛି। ସ୍ନେହଲତା ମହାନ୍ତ ଭଲ ଲାଗୁଛି। ଆମର ଏଇଠି ସବୁବେଳେ ସବୁ ବର୍ଷ ଆଜି 3-4 ବର୍ଷ ହେଲାଣି ସବୁ ବର୍ଷ ଆମେ ଆସେ, ଘଟ ବି ଆଣେ। ବହୁତ ଭିଡ଼, ସବୁଆଡୁ ଆସୁଛନ୍ତି ବାରିପଦା ସାରା। ଏଇ ଗୋଟିଏ ତ ମନ୍ଦିର ଅଛି ବାରିପଦାରେ। ହଁ, ପୂଜା କରି ସାରିଲି। ଭିଡ଼ ବହୁତ, ସବୁବେଳେ ଆସୁଛନ୍ତି। ରାମଙ୍କ ଦର୍ଶନ କଲି। ହଁ, ଭଲ ଲାଗୁଛି। ସବୁ ଆସିଥିଲେ। ହଁ, ସପରିବାର। ନମସ୍କାର, ମୁଁ ଶୁଭମ ନାୟକ। ଏ ଭୋଡାଘଟାର ଘର। ଆମେ ଏଠି ପ୍ରତ୍ୟେକ ବର୍ଷ ରାମନବମୀ ଦିନ ଆମେ ପୂଜା କରିବା ପାଇଁ ଆସୁ। ଆମ ମନ୍ଦିର ତ ଏବେ 3 ବର୍ଷ ପାଖାପାଖି ହେଲାଣି। ଆଉ ଏ ବର୍ଷ ମଧ୍ୟ ବହୁତ ଶୃଙ୍ଖଳିତ ଭାବେ ଦର୍ଶନ କରୁଛୁ। ଆମେ ଦର୍ଶନ କରିକି ଆମ ହେଲା ଭଗବାନଙ୍କୁ ଦର୍ଶନ କଲୁ। ସେଥିରେ ହେଲା ନନା ବି ଭଲ ହେଲା ଶୃଙ୍ଖଳିତ ଭାବେ ପୂଜା କରୁଛନ୍ତି। ଭଲ ଲାଗୁଛି। ତ ପବିତ୍ର ଦିନ ଯେହେତୁ ହେଲା ମାନେ ବର୍ଷ ସାରା ଆମେ ଅପେକ୍ଷା କରିଥାଉ। ସନାତନ ଧର୍ମ ଆମେ ହେଲା ରାମଚନ୍ଦ୍ରଙ୍କୁ ପୂଜା କରୁ, ତ ସେଇଥିପାଇଁ ଭଲ ଲାଗୁଛି। ନମସ୍କାର, ମୁଁ ବାରିପଦା ମୁର୍ଗାବାଡିରୁ ଆସିଛି। ଫାଷ୍ଟ ଟାଇମ ଆସିଛି ମନ୍ଦିର ଦର୍ଶନ କରିବା ପାଇଁ। ବହୁତ ଭିଡ଼ ଅଛି। ଆଉ ଆମେ ସମସ୍ତେ ବହୁତ ରାମ ଭକ୍ତ। ପୁଅ ସାଙ୍ଗରେ ଆସିଛୁ, ବହୁତ ଖୁସି ଲାଗୁଛି। ନମସ୍କାର, ଦୀପ୍ତିରଞ୍ଜନ ନାୟକ ମୁର୍ଗାବାଡିରୁ ଆସିଛେ। ଆଉ ଜୟ ଶ୍ରୀରାମ। ଆଜି ଏକ ଆଧ୍ୟାତ୍ମିକ ପରିବେଶ। ଏ ଆଧ୍ୟାତ୍ମିକ ପରିବେଶରେ ଆମେ ହନୁମାନ ମନ୍ଦିର ଆସିଛେ। ବହୁତ ପ୍ରବଳ ଭିଡ଼ ବି ଲାଗିଛି। ଫାଷ୍ଟ ରାମ ମନ୍ଦିର ଆସିଛେ। ଆଉ ଏଠି ଭକ୍ତିମୟ ପରିବେଶ ଭିତରେ ଆମେ ଠାକୁରଙ୍କୁ ପୂଜା କରିକି ଯିବା। ପ୍ରତିବର୍ଷ ଆସିବା ବୋଲି ଭାବିଛେ। ଏଇଠି ଆଉ ବହୁତ ଉତ୍ସାହଜନକ ରାମ ମନ୍ଦିର ଭକ୍ତିମୟ ପରିବେଶ ଭିତରେ ଠିକ ଠାକ କରିସାରିଲେ ଜଣା ପଡିବ। ଫାଷ୍ଟ ଟାଇମ ଆସିଛେ ଆଜି।